ବିଜେଡି ହାରିବାର କାରଣ କ'ଣ? ଏହାର କାରଣ ଖୋଜାଯିବ ବୋଲି ଦଳର ନେତା କହି ଆସୁଛନ୍ତି, କିନ୍ତୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିବା ବିକେ ପାଣ୍ଡିଆନ ବିପର୍ଯ୍ୟୟ କାରଣ କି ଏପର୍ଯ୍ୟନ୍ତ ବିଜେଡିର ପ୍ରମୁଖ ନେତା ଖୋଲି କହିନାହାନ୍ତି। ଏହାରି ଭିତରେ ଘୋଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି ପାଣ୍ଡିଆନ ପାଇଁ ଦଳ ହାରିଛି କି ନାହିଁ ଏହାର କାରଣ ଖୋଜାଯିବ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଆଜି ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଏହି ଶପଥ ଗ୍ରହଣ ସମାରୋହ ଚାଲିବ। ଏହାପରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ବିଜେଡିର ବିଧାୟକ ଦଳ ବୈଠକ ବସିବ ବୋଲି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ସ୍ଥିର କରାଯିବ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହେବେ ନା ଆଉ କିଏ ସେ ବାବଦରେ ଆଲୋଚନା ହେବ। ବିଜେଡି ହାରିଯିବାର ଅନେକ କାରଣ ରହିଛି। ବିଜେପିର ଓଡ଼ିଆ ଆସ୍ମିତା ପ୍ରସଙ୍ଗ ବିଜେଡି ବିରୋଧରେ ଫଳପ୍ରଦ ହୋଇଛି ବୋଲି ଜନାଦେଶରୁ ଜଣାପଡ଼ିଛି। ତେବେ ପାଣ୍ଡିଆନ ହିଁ ପରାଜୟର କାରଣ କି? ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ପ୍ରଶ୍ନ କରିଛନ୍ତି, ଜବାବରେ ବଦ୍ରି କହିଛନ୍ତି ଏ ବାବଦରେ ବି ଆଲୋଚନା ହେବ। ସମସ୍ତ ଦଳରେ ଅସନ୍ତୋଷ ରହିଛି, ବିଜେଡି ବି ଅସନ୍ତୋଷରେ ଅଛନ୍ତି, କିନ୍ତୁ ଏହାର ସମାଧାନ କରି କିଭଳି ଆଗକୁ ବଢି ହେବ ସେ ଦିଗରେ ଦଳ କାମ କରିବ ବୋଲି ବଦ୍ରି କହିଛନ୍ତି। ନିର୍ବାଚନ ବେଳେ ବିଜେଡି ଅଧିକ ଆତ୍ମବିଶ୍ୱାସୀ ହୋଇପଡ଼ିଥିଲା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ବିଜେଡି ନିର୍ବାଚନରେ ହାରିବା ପରେ ପାଣ୍ଡିଆନ ଭିଡିଓ ଜାରି କରି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିଲେ। ଆଇଏଏସ୍ ଚାକିରିରୁ ଅବସର ନେଇ 2023ରେ ସେ ବିଜେଡିରେ ଯୋଗ ଦେଇଥିଲେ। 8 ମାସ ହେବ ଦଳରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ଜୋରସୋର ସେ ଚର୍ଚ୍ଚା ହେଉଛି ଯେ କୁଆଡ଼େ ଗଲେ ପାଣ୍ଡିଆନ। ଦର୍ଶକ ବନ୍ଧୁ, ବିଜେଡିର ବିପର୍ଯ୍ୟୟ ପରେ ଏବେ ହିଁ ପାୱାରଫୁଲ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରରେ ଟୁର୍ ପର ଟୁର୍ କରୁଥିଲେ ପାଣ୍ଡିଆନ। ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଚାଇ ରହିଥିଲେ, ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ ଯଦି ଜୁନ 9 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ କରିବେ ତାହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ସେତେବେଳେ ଅନେକ ଏହାକୁ ତାଙ୍କର ରାଜନୈତିକ ଅପରିପକ୍ୱତା ବୋଲି କହିଥିଲେ, ହେଲେ ନିର୍ବାଚନ ଫଳାଫଳ ପାଣ୍ଡିଆନଙ୍କ ଅହଙ୍କାରକୁ ଏଭଳି ଭାଙ୍ଗିବ ବୋଲି କେହି ଆଶା କରିନଥିଲେ। ଲୋକସଭାରେ ବିଜେଡି ଶୂନ ହୋଇଗଲା ଓ ବିଧାନସଭାରେ ନବୀନ ବାବୁ ସଂଖ୍ୟାଗରିଷ୍ଠତା ହରାଇଲେ। ଆଉ ଫଳାଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କର ଆଉ ଦେଖା ନାହିଁ। ଯେଉଁ ବ୍ୟକ୍ତି ଗଣମାଧ୍ୟମଠୁ ନେଇ ସୋସିଆଲ ମିଡିଆ, ନବୀନ ନିବାସଠୁ ନେଇ ଶଙ୍ଖ ଭବନ ପର୍ଯ୍ୟନ୍ତ ଚାଇ ରହିଥିଲେ ସେ ଏବେ ଗାୟବ। ଦର୍ଶକ ବନ୍ଧୁ, ନବୀନଙ୍କ ଛାଇ ଭଳି ଥିବା ପାଣ୍ଡିଆନ ତାଙ୍କ ପାଖରେ ବି ନଥିଲେ। ନବୀନ ରାଜ୍ୟପାଳକୁ ଇସ୍ତଫା ଦେବା ସମୟରେ ସେ ନଥିଲେ, କି ସନ୍ଧ୍ୟାରେ ନବୀନ ବିଜୟୀ ବିଧାୟକଙ୍କୁ ଭେଟିବା ସମୟରେ ମଧ୍ୟ ସେ ନଥିଲେ। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ପାଣ୍ଡିଆନ ବୋଧେ ନିଜେ ଘୋଷଣା କରିଥିବା କଥା ଅନୁସାରେ ଏବେ ସନ୍ନ୍ୟାସ ନେବା ପାଇଁ ପ୍ରସ୍ତୁତି ନେଉଛନ୍ତି।